Namaskar friend, welcome to BioLife SSR. I am Soumyaranjan Rautray. Today बहुत important गुरुत्वपूर्ण टॉपिक एक्सप्लेन କରିବା ପାଇଁ ଯାଉଅଛେ। ବେସିକାଲି ବ୍ରାଞ୍ଚେସ୍ ଆଣ୍ଡ ରିଲେସନସିପ୍ ଅଫ୍ ସାଇନ୍ସ। ବର୍ତ୍ତମାନ ଆମେ ଜାଣିବା ସାଇନ୍ସ କ'ଣ ଏବଂ ସାଇନ୍ସର ବ୍ରାଞ୍ଚେସ୍ କ'ଣ ଏବଂ ତାର ରିଲେସନସିପ୍ କ'ଣ। ଚାଲନ୍ତୁ ଜାଣିବା ସାଇନ୍ସ କ'ଣ। ସାଇନ୍ସ ହେଉଛି ଯେକୌଣସି ବସ୍ତୁକୁ ଆମେ ଦେଖୁଛେ ଏବଂ ଦେଖିବା ପରେ ତାହା ତଥ୍ୟକୁ ଆମେ ଜାଣୁଛେ ଏବଂ ସେ ତଥ୍ୟକୁ ନେଇକି ଆମେ ନୂତନ ଉଦ୍ଭାବନ କରୁଛେ, ତାହା ହେଉଛି ସାଇନ୍ସ। ସାଇନ୍ସ ୱାର୍ଡ originated from the Latin word scara which means to know। ଯେଉଁ ବସ୍ତୁକୁ ଆମେ ସାଧାରଣତଃ ଦେଖୁଛେ ଏବଂ ଜାଣୁଛେ ତାହା ହେଉଛି ବିଜ୍ଞାନ। ସେ ନିର୍ଜୀବ ବସ୍ତୁ ହେଉ କି ସଜୀବ ବସ୍ତୁ ହେଉ। ସାଇନ୍ସ ମେନଲି ଟୁ ଟାଇପ୍ସ। ସାଧାରଣତଃ ସାଇନ୍ସ ଦୁଇ ଭାଗରେ, ୱାନ୍ ଇଜ୍ ଫିଜିକାଲ ସାଇନ୍ସ, ଆନଦର ଇଜ୍ ବାୟୋଲୋଜିକାଲ ସାଇନ୍ସ। ଫିଜିକାଲ ସାଇନ୍ସ ମିନ୍ସ ଭୌତ ବିଜ୍ଞାନ, ବାୟୋଲୋଜିକାଲ ସାଇନ୍ସ ମିନ୍ସ ଜୀବ ବିଜ୍ଞାନ। ପ୍ରଥମେ ଦେଖିବା ଫିଜିକାଲ ସାଇନ୍ସ। ଫିଜିକାଲ ସାଇନ୍ସ ଡିଲ୍ସ ୱିଥ୍ ଦ ଷ୍ଟଡି ଅଫ୍ ନନ୍ ଲିଭିଂ ସିଷ୍ଟମ୍ସ ଲାଇକ୍ ମ୍ୟାଟର, ଏନର୍ଜି ଆଣ୍ଡ କେମିକାଲ ରିଆକ୍ସନ୍ସ। ସାଧାରଣତଃ ବସ୍ତୁମାନଙ୍କ ମଧ୍ୟରେ ଥିବା ମୋସନ୍, ଆକ୍ସିଲେସନ୍, ଯାହାକୁ ଆମେ କ'ଣ କହୁଛେ ତ୍ୱରଣ, ବଳ, ଏସବୁ ସମ୍ପର୍କ ଗୁଡ଼ିକୁ ଆମେ ଫିଜିକାଲ ସାଇନ୍ସରେ ଡିଟେଲ୍ସ ଗଭୀର ଭାବରେ ପଢ଼ୁ ଆମେ। ଏହା ହେଉଛି ଫିଜିକାଲ ସାଇନ୍ସ। ତାପରେ ଆସିଲା ବାୟୋଲୋଜିକାଲ ସାଇନ୍ସ। ବାୟୋଲୋଜିକାଲ ସାଇନ୍ସ ଡିଲ୍ସ ୱିଥ୍ ଦ ଷ୍ଟଡି ଅଫ୍ ଲିଭିଂ ଥିଙ୍ଗସ୍ ଲାଇକ୍ ଟ୍ରି, ପ୍ଲାଣ୍ଟସ୍, ଆନିମଲ୍ ଆଣ୍ଡ ଅଲ୍ କ୍ରିଏଚର୍ସ। ବାୟୋଲୋଜିକାଲ ସାଇନ୍ସର ଅର୍ଥ ହେଉଛି ଜୀବ ବିଜ୍ଞାନ। ଜୀବ ବିଜ୍ଞାନରେ ଆମେ ସଜୀବ ବିଷୟରେ ଆମେ ସାଧାରଣତଃ ପଢ଼ୁଥାଉ। ଜୀବ ବିଷୟରେ ଆମେ ଅଧ୍ୟୟନ କରୁଥାଉ। ଜୀବ କହିଲେ ଆମେ କ'ଣ ଉଭୟ ଉଦ୍ଭିଦ ଏବଂ ପ୍ରାଣୀକୁ ଆମେ ବୁଝୁଥାଉ। ସେଇ ଉଦ୍ଭିଦ ଆଉ ପ୍ରାଣୀର କେମିତି ଷ୍ଟ୍ରକ୍ଚର ଅଛି, କେମିତି ଫଙ୍କସନ୍, ଏ ବିଷୟରେ ଆମେ ଡିଟେଲ୍ସ ବିଷୟରେ ଷ୍ଟଡି କରୁ ଏବଂ ତାଙ୍କ ମଧ୍ୟରେ କ'ଣ ସମ୍ପର୍କ ଅଛି ସେ ବିଷୟରେ ବାୟୋଲୋଜି ସାଇନ୍ସରେ ପଢ଼ାଯାଏ ଏବଂ ଅଧ୍ୟୟନ କରାଯାଏ। ଏହାପରେ ଜାଣିବା ଫିଜିକାଲ ସାଇନ୍ସ। ଫିଜିକାଲ ସାଇନ୍ସ ଇଜ୍ ଏ ବ୍ରାଞ୍ଚ ଅଫ୍ ନ୍ୟାଚୁରାଲ ସାଇନ୍ସ ଦ୍ୟାଟ୍ ଷ୍ଟଡିଜ୍ ନନ୍ ଲିଭିଂ ସିଷ୍ଟମ୍ସ। ଏକ୍ଜାମ୍ପଲ୍ କେମିକାଲ କମ୍ପୋଜିସନ୍, ଇଲେକ୍ଟ୍ରିସିଟି, ଲାଇଟ୍, ସାଉଣ୍ଡ, ଇଟ୍ସ। ତ ଫିଜିକାଲ ସାଇନ୍ସ ଆମେ ସାଧାରଣତଃ କହିଲେ ଭୌତିକ ଜଗତକୁ ଆମେ ଭଲ ଭାବରେ ବୁଝିବା, ଭଲ ଭାବରେ ଅଧ୍ୟୟନ କରିପାରିବା। ଏ ହେଉଛି ଫିଜିକାଲ ସାଇନ୍ସ। ତାପରେ ଫିଜିକାଲ ସାଇନ୍ସର ବିଭିନ୍ନ ପ୍ରକାର ଟାଇପ୍ସ ଅଛି। ସାଧାରଣତଃ ମୁଖ୍ୟତଃ ଦୁଇ ପ୍ରକାର ଟାଇପ୍ସ, ଗୋଟେ ହେଲା ଫିଜିକ୍ସ ଆଉ ଗୋଟେ ହେଲା କେମିଷ୍ଟ୍ରି। ଫିଜିକ୍ସ ହେଉଛି ପଦାର୍ଥ ବିଜ୍ଞାନ ଏବଂ କେମିଷ୍ଟ୍ରି ହେଉଛି ରାସାୟନିକ ବିଜ୍ଞାନ। ଡିଟେଲ୍ସ ଆମେ ପଢ଼ିବା ଫିଜିକ୍ସ କ'ଣ ଏବଂ କେମିଷ୍ଟ୍ରି କ'ଣ, ତା ମଧ୍ୟରେ ପାର୍ଥକ୍ୟ କ'ଣ, ଏଇ ଟର୍ମ ସବୁ କେଉଁଠୁ ଆସିଛି ତା ବିଷୟରେ ଡିଟେଲ୍ସ ଗଭୀର ଭାବରେ ପଢ଼ିବା। ଫିଜିକ୍ସ ତ ଆମେ ଜାଣିଛେ ଭୌତ ବିଜ୍ଞାନ, କେମିଷ୍ଟ୍ରି ଜାଣିଛେ ରାସାୟନିକ ବିଜ୍ଞାନ। ତା ମଧ୍ୟରେ ସମ୍ବନ୍ଧ କ'ଣ ରହୁଛି, ତା ମଧ୍ୟରେ ପାର୍ଥକ୍ୟ କ'ଣ ରହୁଛି, ଆଉ ତାର ଫଙ୍କସନ୍ କ'ଣ, ତାର ଷ୍ଟ୍ରକ୍ଚର କେମିତି, ଏ ବିଷୟରେ ବହୁତ ଡିଟେଲ ଭାବରେ ଜାଣିବା। ଆସନ୍ତୁ ଫିଜିକ୍ସ। Physics could involve the study of matter and its motion through the space and time. Branches of physics mainly astronomy, study of star, galaxies, planet and moon. ଫିଜିକ୍ସର ସବୁଠୁ ସରଳ ଏକ୍ଜାମ୍ପଲ୍ ଯେମିତି କ୍ରିକେଟରେ ଆମେ ବ୍ୟାଟିଂ ଏବଂ ବୋଲିଂ କରୁଛେ, ଯେତେବେଳେ ବଲ୍ଟି ଆସିକି ବ୍ୟାଟ୍ରେ ବାଜିଛି ଏବଂ ବଲ୍ଟି ଅନତି ଦୂରରେ ଯାଇକି ପଡ଼ୁଛି, ଏହା ହେଉଛି ଫିଜିକ୍ସର କାର୍ଯ୍ୟ। ଫିଜିକ୍ସ ସାଧାରଣତଃ ଫୋର୍ସ ଆଉ ଆକ୍ସିଲେରେସନ୍ ଉପରେ ନିର୍ଭରଶୀଳ। କେମିଷ୍ଟ୍ରି ଷ୍ଟଡି ଅଫ୍ କମ୍ପୋଜିସନ୍, ଷ୍ଟ୍ରକ୍ଚର, ପ୍ରପର୍ଟିଜ୍ ଆଣ୍ଡ ଚେଞ୍ଜେସ୍ ଅଫ୍ ମ୍ୟାଟର। ଏକ୍ଜାମ୍ପଲ୍ ଡିଫରେଣ୍ଟ କେମିକାଲ ରିଆକ୍ସନ୍ସ ଲାଇକ୍ ଅକ୍ସିଡେସନ୍, ରିଡକ୍ସନ୍ ପ୍ରୋସେସ୍, ଅଲ୍ ଥିଙ୍ଗ୍। କେମିଷ୍ଟ୍ରି ବା ରାସାୟନିକ ବିଜ୍ଞାନର ସାଧାରଣ ଉଦାହରଣ ହେଉଛି ୱାଟର। ୱାଟରର ସାଧାରଣତଃ ଦୁଇଟି ମେନ୍ ମୌଳିକ କମ୍ପୋନେଣ୍ଟରୁ ନେଇ ତିଆରି, ହାଇଡ୍ରୋଜେନ୍ ଆଣ୍ଡ ଅକ୍ସିଜେନ୍। ବାୟୋଲୋଜିକାଲ ସାଇନ୍ସ। Biology words derived from the Greek word bios which means life and logos means study।
that means study of life. Biology defined as the science of the all living organisms. So that means ଜୀବମାନେ କେମିତି ବସବାସ କରୁଛନ୍ତି, ଜୀବମାନଙ୍କର ଖାଦ୍ୟ ପ୍ରଣାଳୀ କେମିତି, ଏ ବିଷୟରେ ଗଭୀର ଭାବରେ ଅଧ୍ୟୟନ କରାଯାଏ। ସାଧାରଣତଃ ଜୀବ କହିଲେ ଆମେ ଉଦ୍ଭିଦ ଏବଂ ପ୍ରାଣୀକୁ ବୁଝାଉଥାଏ। ଉଦ୍ଭିଦ ବିଭିନ୍ନ ପ୍ରକାର ଉଦ୍ଭିଦ ଅଛି ଏବଂ ପ୍ରାଣୀ ବି ବିଭିନ୍ନ ପ୍ରକାର ପ୍ରାଣୀ ଅଛନ୍ତି। ସେଇ ଉଦ୍ଭିଦ ହେଉ କି ପ୍ରାଣୀ ହେଉ, ତାଙ୍କ ମଧ୍ୟରେ ସବୁ ସମ୍ବନ୍ଧ କ'ଣ, ସେମାନେ କେଉଁଠି ବସବାସ କରୁଛନ୍ତି, ସେମାନଙ୍କ ଖାଦ୍ୟ ପ୍ରଣାଳୀ କ'ଣ, ଏସବୁ ଗଭୀର ଭାବରେ ଅଧ୍ୟୟନ କରାଯାଏ ବାୟୋଲୋଜିକାଲ ସାଇନ୍ସରେ। ସୋ ବାୟୋଲୋଜିକାଲ ସାଇନ୍ସ ଭେରି ଇମ୍ପୋର୍ଟାଣ୍ଟ ପାର୍ଟସ୍ ଅଫ୍ ଆୱାର ଲାଇଫ୍। ସୋ ଭେରି ଇମ୍ପୋର୍ଟାଣ୍ଟ। ଚାଲନ୍ତୁ ଦେଖିବା ବାୟୋଲୋଜିକାଲ ଟର୍ମ କିଏ ଫାଷ୍ଟ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ। ବାୟୋଲୋଜିକାଲ ଟର୍ମଟି ଫାଷ୍ଟ ଜର୍ମାନ ନ୍ୟାଚୁରାଲିଷ୍ଟ ଏବଂ ଫ୍ରେଞ୍ଚ ନ୍ୟାଚୁରାଲିଷ୍ଟ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ। ସେଇ ଲେନମାର୍କ ସମସ୍ତେ କରିଥିଲେ। ସେ ସାଧାରଣତଃ ଏଇ ବାୟୋଲୋଜିକାଲ ଟର୍ମ ଏଇ ଜର୍ମାନୀ ଆଉ ଫ୍ରେଞ୍ଚ ନ୍ୟାଚୁରାଲିଷ୍ଟମାନଙ୍କ ଠାରୁ ଆସିଅଛି। ବାୟୋଲୋଜିକାଲ ସାଇନ୍ସ ଟାଇପ୍ସ। ବାୟୋଲୋଜିର କ'ଣ ସବୁ ପ୍ରକାର ଅଛି? ବାୟୋଲୋଜି ମେନଲି 2 ଟାଇପ୍ସ, ବଟନି ଆଣ୍ଡ ଜୁଲୋଜି। ବଟନି ଯାହାକୁ କହୁଛେ ଉଦ୍ଭିଦ ବିଜ୍ଞାନ, ଜୁଲୋଜି ଯାହାକୁ କହୁଛେ ପ୍ରାଣୀ ବିଜ୍ଞାନ। ଆସନ୍ତୁ ଦେଖିବା ବଟନି। ବଟନି ୱାର୍ଡ derived from Greek word botany which means herb and grass, mainly study of plant and trees. ସୋ ସାଧାରଣତଃ ବଟନି କହିଲେ ଆମେ ଉଦ୍ଭିଦ ବିଜ୍ଞାନକୁ ବୁଝିଥାଉ। ଉଦ୍ଭିଦ ବିଜ୍ଞାନରେ ଆମେ ସାଧାରଣତଃ ସେ ତୃଣ ହେଉ କି ଛୋଟ ଛୋଟ ଉଦ୍ଭିଦ ହେଉ କି ଶୈବାଳ ହେଉଛି ସବୁ ପ୍ରାଣୀ ଜଗତରେ ଯାଏ, ଶୈବାଳ ଛୋଟ ଛୋଟ ପ୍ରାଣୀ। ସେଇଭଳିଆ ଆମର ଛୋଟ ଛୋଟ ଉଦ୍ଭିଦ ବି ଅଛି, ଯେମିତି ରିକ୍ସିଆ, ମାର୍କାନ୍ସିଆ, ଆଉ ଇଏ ସବୁ ଛୋଟ ଛୋଟ ଉଦ୍ଭିଦ। ତା ବିଷୟରେ ଗଭୀର ଭାବରେ ଅଧ୍ୟୟନ କରାଯାଏ। ଆସନ୍ତୁ ଦେଖିବା ଜୁଲୋଜି। ଜୁଲୋଜି ୱାର୍ଡ derived from 2 Greek word zoen which means animal and logos which means study, mainly ପ୍ରାଣୀମାନଙ୍କର ଷ୍ଟ୍ରକ୍ଚର କେମିତି, ଆନାଟମି କେମିତି, ଫିଜିଓଲୋଜିକାଲ ଷ୍ଟ୍ରକ୍ଚର କେମିତି ଏବଂ ତା'ର TS ଷ୍ଟ୍ରକ୍ଚର ସହିତ ବି ତା'ର ଫଙ୍କସନ୍ କେମିତି, ଏସବୁ ଇଣ୍ଟରନାଲ ଅର୍ଗାନ କେମିତି, ଏସବୁ ଡିଟେଲ୍ସ ଭାବରେ ଷ୍ଟଡି କରାଯାଏ। ଆନିମଲ ଦୁଇ ପ୍ରକାରର, ଗୋଟେ ହେଲା କଡାଲ ଆଉ ଗୋଟେ ହେଲା ନନ୍ କଡାଲ। କଡାଲ ହେଉଛି ଯାହା ପାଖରେ ସ୍ପାଇନାଲ କର୍ଡ ଅଛି, ଆଉ ନନ୍ କଡାଲ ହେଉଛି ଯାହା ପାଖରେ ସ୍ପାଇନାଲ କର୍ଡ ନାହିଁ। ତା ମଧ୍ୟରେ ଭଳି ବିଭିନ୍ନ କ୍ଲାସ୍ ସବ୍ କ୍ଲାସ୍ ଏସବୁ ବିଭିନ୍ନ ପ୍ରକାରର ଶ୍ରେଣୀଭୁକ୍ତ କରାଯାଇଅଛି। ଏହା ହେଉଛି ଜୁଲୋଜି। ଜୁଲୋଜି ପ୍ରାଣୀ ବିଜ୍ଞାନ। ଏ ପ୍ରାଣୀ ବିଜ୍ଞାନ ଭିତରେ ଏଇସବୁ ଅଂଶ ଗୁଡ଼ିକ ଯାଉଅଛି। ଆଜିର ଏଇ ସେକ୍ସନଟି ଆମେ ଏଇ ରଖିବା ପାଇଁ ଯାଉଅଛେ। ଆପଣମାନଙ୍କୁ ଏହି ସେକ୍ସନଟି ଯଦି ବହୁତ ପସନ୍ଦ ଆସିଥିବ ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବ, ତାହେଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଯଥା ସମ୍ଭବ ଆପଣ ବହୁତ ମାତ୍ରାରେ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ, ଯାହାଦ୍ୱାରା ଆମକୁ ମୋଟିଭେସନ୍ ମିଳିବ। ତା ସହିତ ଆହୁରି ବେଶୀ କନସେପ୍ଟ ଉପରେ ଭିଡ଼ିଓ ଆଣିବା ପାଇଁ ବହୁତ ଆଗ୍ରହ ସୃଷ୍ଟି ହେବ। ତେଣୁ ଆପଣ ବହୁତ ମାତ୍ରାରେ ସେୟାର କରନ୍ତୁ। ହାଭ୍ ଏ ଗୁଡ୍ ଡେ, ଗୁଡ୍ ଲକ୍ ଅଲ୍ ଅଫ୍ ୟୁ। ଜୟ ହିନ୍ଦ, ଜୟ ଭାରତ।